ଯେତେବେଳେ କୌଣସି ଦାମିକା ସମ୍ପତ୍ତିର କଥା ଉଠେ, ହଠାତ୍ ଟଙ୍କା, ସୁନା, ରୂପା, ହୀରା ଭଳି ଦାମିକା ବସ୍ତୁର କଥା ଆମ ମନକୁ ଆସିଯାଏ। ସତରେ କ'ଣ ଏସବୁ ଦାମିକା ସମ୍ପତ୍ତି? ଧନ ଥରେ ନଷ୍ଟ ହୋଇଗଲେ ପୁଣି ଅର୍ଜନ କରାଯାଇପାରେ, କିନ୍ତୁ ସମୟ ଥରେ ନଷ୍ଟ ହୋଇଗଲେ ତାହା ଆଉ ଫେରି ଆସିପାରେ ନାହିଁ। ପ୍ରତ୍ୟେକ ସଫଳ ବ୍ୟକ୍ତିର ସଫଳତା ପଛରେ କେବଳ ସମୟର ସଦୁପଯୋଗ ହିଁ ଅଛି। ଯିଏ ସମୟକୁ ନଷ୍ଟ କରେ, ସମୟ ତା ଜୀବନକୁ ନଷ୍ଟ କରିଦିଏ। ପ୍ରତ୍ୟେକ ମୁହୂର୍ତ୍ତକୁ ସଦୁପଯୋଗ କରନ୍ତୁ, କାରଣ ଯେକୌଣସି ମୁହୂର୍ତ୍ତରେ ଆପଣଙ୍କର ଭାଗ୍ୟ ବଦଳି ଯାଇପାରେ। ମନେ ରଖିବେ, ଧନ ଥରେ ନଷ୍ଟ ହୋଇଗଲେ ତାକୁ ବାରମ୍ବାର ଅର୍ଜନ କରିହେବ, କିନ୍ତୁ ସମୟ ଥରେ ନଷ୍ଟ ହୋଇଗଲେ ତାହା ପୁଣି ଫେରିପାରେ ନାହିଁ। ତେଣୁ ଏଠାରେ କହିବାକୁ ହେବ ଯେ ସମୟ ହିଁ ସବୁଠାରୁ ଦାମିକା ସମ୍ପତ୍ତି।